କାଳ ସାଜିଲା ବେଆଇନ ବାଲି ବୋଝେଇ ଟିପ୍ପର। ଟିପ୍ପର ଗାଡ଼ି ଧକ୍କାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ଗଣ୍ଡୋର୍ଦା ଆରଡି ରାସ୍ତାର ବାଲକା ଉଡାପଡିଆ ଛକ ନିକଟରେ। ଗତକାଲି ସନ୍ଧ୍ୟାରେ ଏହି ବେଆଇନ ବାଲି ବୋଝେଇ ଟିପ୍ପର ଧକ୍କାରେ 2 ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ବାଲେଶ୍ୱର ସୀମାନ୍ତ ଅଞ୍ଚଳର ବୁଢାବଳଙ୍ଗ ନଦୀପଠା ପଞ୍ଚପୁଟୁଳି ଘାଟରୁ ଗତକାଲି ଏକ ଟିପ୍ପରରେ ବାଲି ବୋଝେଇ ହୋଇ ଆରଡି ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲା। ସେହି ସମୟରେ ବୈଶିଙ୍ଗାରୁ ଗଣ୍ଡୋର୍ଦା ଅଭିମୁଖେ ଏକ ନାଲି ରଙ୍ଗର ପଲ୍ସର ବାଇକ୍ରେ 3 ଜଣ ଯୁବକ ଯାଉଥିବା ବେଳେ ଟିପ୍ପର ଗାଡ଼ିଟି ସେମାନଙ୍କୁ ଧକ୍କା ଦେଇଥିଲା ଏବଂ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ 3 ଜଣ ଯୁବକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏପରିକି ଟିପ୍ପର ଗାଡ଼ିଟି ମଧ୍ୟ ରାସ୍ତା ଉପରୁ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ସେଠାରେ ଭିଡ଼ ଜମାଇଥିବା ବେଳେ ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ହିଁ ଜଣେ ଯୁବକଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ 2 ଜଣ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଙ୍କତୁରା ଗ୍ରାମର 23 ବର୍ଷୀୟ ରୂପକ ଦଳେଇ। ଅନ୍ୟପଟେ ମୁକ୍ତିକାନ୍ତ ଜେନା ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ବି ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟିପ୍ପର ଏବଂ ବାଇକ୍କୁ ଜବତ କରି ଥାନାକୁ ନେବା ସହିତ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଟିପ୍ପର ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଜି ପ୍ରାୟ 4:30 ପାଖାପାଖି ଗଣ୍ଡୋର୍ଦା ଆଡ଼ୁ ବାଲି ବୋଝେଇ ଟ୍ରକ୍ ଆସୁଥିଲା ଏବଂ ଏପଟୁ 3 ଜଣ ବାଇକ୍ରେ ଯାଉଥିଲେ। ଆମ ଉଡ଼ାପଡ଼ିଆ ପାଖରେ ମୁହାଁମୁହିଁ ତାଙ୍କର ଦୁର୍ଘଟଣା ହେଇଛି। ଆଉ ସେଇ ଦୁର୍ଘଟଣା ବାଲି ବୋଝେଇଟି ପାଲଟି ଯାଇଛି। ଆମେ ସେଇ ଶୁଣିକରି ଆମେ ଧାଇଁ ଆସିଲୁ ଆଉ ଦେଖିଲା ବେଳକୁ ଏଠି ଜଣଙ୍କର ସ୍ପଟ୍ ଡେଥ୍ ହେଇଥିଲା ଆଉ 2 ଜଣଙ୍କର ଗୁରୁତର ଅବସ୍ଥାରେ ଥିଲେ। ସେଇ ଅବସ୍ଥାରେ ଆମେ ତାଙ୍କୁ ହସ୍ପିଟାଲାଇଜ୍ ବ୍ୟବସ୍ଥା କରିଛୁ। ଆଚ୍ଛା, କ'ଣ କେମିତି ପୋଲିସ ପ୍ରଶାସନକୁ ଖବର ଦିଆଯାଇଥିଲା? ହଁ, ପୋଲିସ ପ୍ରଶାସନକୁ ଖବର ଦିଆଯାଇଥିଲା। ସେମାନେ ବି ମଧ୍ୟ ପହଞ୍ଚିଥିଲେ ଘଟଣାସ୍ଥଳରେ। କେମିତି କ'ଣ ଏଇ ଫାଙ୍କା ରାସ୍ତାରେ ଦୁର୍ଘଟଣା ଘଟିଲା? ପ୍ରାୟ ଏଠି ବାଲି ବୋଝେଇ ଟ୍ରକ୍ ପ୍ରାୟତଃ ଏଠି ବାଲି ମାଫିଆ ସବୁ ବାଲି ସବୁ ବୋଝେଇ ଚାଲାଣ ହେଉଛି। ଯାହା ସବୁରେ ଗାଡ଼ି ବହୁତ ମାନେ ଚାଲିଛି ଆଉ ସେଇ ନେଇକରି ବୋଧେ ଏଠି ଆକ୍ସିଡେଣ୍ଟ ବେଶୀ ହେବାର ଦେଖାଦେଇଛି ଆଉ। ଆଚ୍ଛା, ସେ ଯେଉଁ ଯାହାର ଦୁର୍ଘଟଣା ଘଟିଛି ସେ ଯୁବକମାନଙ୍କର କିଛି ଠିକଣା ଜଣାପଡ଼ିଛି? ସେ ଆମେ ତ ଶୁଣାଶୁଣି ପାଇଲୁ ଯେ ସେ ବାଙ୍କୁରାର ପିଲା ବୋଧେ, ଏମିତି ଆମେ ଶୁଣାଶୁଣି ପାଇଛୁ। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ବ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।